ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଛି ଦୈନିକ ଓଡ଼ିଆ ଖବରକାଗଜ ଡୁମାଣୀ ଖବରର ଚତୁର୍ଥ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ। ଏଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବି ଦାସ, ବରିଷ୍ଠ ସାମ୍ବାଦିକ ତଥା ଡୁମାଣୀ ଖବରର କାର୍ଯ୍ୟନିର୍ବାହୀ ସମ୍ପାଦକ ଭାସ୍କର ପରିଛା, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ଭୁବନେଶ୍ୱର 35 ନମ୍ବର ୱାର୍ଡର କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ବିଧାୟକ ସୁରେଶ ରାଉତରାୟ ବକ୍ତବ୍ୟରେ କହିଥିଲେ ଯେ ସାମ୍ବାଦିକମାନେ ବହୁ କଷ୍ଟ ସ୍ୱୀକାର କରି ପ୍ରତିକୂଳ ପରିବେଶରେ ଯେଉଁଭଳି ସମ୍ବାଦ ସଂଗ୍ରହ କରୁଛନ୍ତି ତାହା ବାସ୍ତବିକ ଆଶ୍ଚର୍ଯ୍ୟର ଘଟଣା। କାହାକୁ ନ ଡରି ସମାଜର ମଙ୍ଗଳ ପାଇଁ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସାମ୍ବାଦିକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବି ଦାସ ଯୋଗଦେଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ତେଣୁ ଯେଉଁ ଖବରକାଗଜ ସଂସ୍ଥାକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ବିଜ୍ଞାପନ ନ ଦେବେ ସେହିସବୁ ସଂସ୍ଥା ଚାଲିବା ବହୁତ କଷ୍ଟକର ବୋଲି ଶ୍ରୀ ଦାସ ତାଙ୍କ ଅଭିଭାଷଣରେ ଜଣାଇଥିଲେ। ଏଥିସହିତ ସେ କହିଥିଲେ ଯେ କରୋନା ସମୟରେ ଅନେକ ଖବରକାଗଜ ବନ୍ଦ ହୋଇଥିବା ବେଳେ ସେହି ସମୟରେ ଡୁମାଣୀ ଖବରର ଆବିର୍ଭାବ ହେବା ବାସ୍ତବିକ ଆଶ୍ଚର୍ଯ୍ୟର ଘଟଣା। ଓଡ଼ିଆ ବ୍ୟତୀତ ଇଂରାଜୀ ଖବରକାଗଜ ଡୁମାଣୀ ମେଲ୍ ଓ ଡୁମାଣୀ ଟିଭି କରି ତାକୁ ଚଳାଇବା କେତେ ଯେ କଷ୍ଟକର ତାହାକୁ ଜଣେ ଅନୁଭବୀ ହିଁ ଜାଣିପାରିବ। ଡୁମାଣୀ ଖବରର ପ୍ରତିଷ୍ଠାତା ତଥା ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକଙ୍କ ଉଦ୍ୟମକୁ ଶ୍ରୀ ଦାସ ପ୍ରଶଂସା କରିଥିଲେ। ପରେ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ଡୁମାଣୀ ଖବରର ଅଭିବୃଦ୍ଧି ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ। ନିରପେକ୍ଷ ଖବର ପରିବେଷଣ ଉପରେ ଡୁମାଣୀ ଖବର ବିଶ୍ୱାସ କରେ। ଖୁବ୍ କମ୍ ଦିନ ମଧ୍ୟରେ ଆମେ ପାଠକଙ୍କ ଆସ୍ଥାଭାଜନ ହୋଇପାରିଛୁ। ରାଜ୍ୟର କୋଣ ଅନୁକୋଣରେ ଘଟୁଥିବା ବିଭିନ୍ନ ଘଟଣା ଏବଂ ସମସ୍ୟାକୁ ଆମ ଖବରକାଗଜ ମାଧ୍ୟମରେ ଲୋକଙ୍କ ସ୍ୱର ହୋଇ ପହଞ୍ଚାଉଛୁ ଏବଂ ଆଗକୁ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ସେ କହିଥିଲେ। ଏହାପରେ ଡୁମାଣୀ ଖବରର ବାର୍ତ୍ତା ସମ୍ପାଦକ ନବକିଶୋର ରାଉତରାୟ, ବ୍ୟୁରୋ ଚିଫ୍ ଚନ୍ଦ୍ରଶେଖର ପତି, ପାରାଦୀପ ପ୍ରତିନିଧି ଶଶାଙ୍କ ଶେଖର ଆଚାର୍ଯ୍ୟ, ଖୋର୍ଦ୍ଧା ପ୍ରତିନିଧି ଦିଲ୍ଲୀପ କୁମାର ପଟ୍ଟନାୟକ, ଯୋଡ଼ା ପ୍ରତିନିଧି ପବିତ୍ର ଦାସ, ନବରଙ୍ଗପୁର ପ୍ରତିନିଧି ଅନିଲ ପ୍ରଭାତ ଭତ୍ରା, ରାୟଗଡ଼ା ଜିଲ୍ଲା ପ୍ରତିନିଧି ଗୌରୀଶଙ୍କର ପଟ୍ଟନାୟକ, ପାରଳାଖେମୁଣ୍ଡି ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା, ନନ୍ଦାହାଣ୍ଡି ପ୍ରତିନିଧି ବିଷ୍ଣୁ ପ୍ରସାଦ ବିଶୋଇ, ନୂଆପଡ଼ା ପ୍ରତିନିଧି ଦୀପକ କୁମାର ମିଶ୍ର, ଓଡଙ୍ଗା ପ୍ରତିନିଧି ଅର୍ଜୁନ ସାହୁ, କେବିକେ ଜିଲ୍ଲାର ଜୋନାଲ ହେଡ୍ ନରେନ୍ଦ୍ର ପ୍ରସାଦ ନେଗୀ, ପୁନା କୁମାର ଜେନା, କଟକ ସଦର ବ୍ଲକ ଚେୟାରମ୍ୟାନ୍ ଅମ୍ବିକା ପତ୍ର, ଆଶ୍ୱସ୍ତି ଫାଉଣ୍ଡେସନର ଅଧ୍ୟକ୍ଷ ତଥା ସମାଜସେବୀ ବିଜୟଲକ୍ଷ୍ମୀ ମହାପାତ୍ର, ଦି ଲିଙ୍କ ଆଇ ହସ୍ପିଟାଲର ସିଇଓ ଆଲୋକ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଡୁମାଣୀ ଖବରର ସ୍ୱର୍ଣ୍ଣକ୍ଷେତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିବା ବେଳେ ଶେଷରେ ଡୁମାଣୀ ଖବର ପରିଚାଳକ ପଦ୍ମଲୋଚନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।